As the President of the United States, it's my tremendous honor to finally wish America and the world a very Merry Christmas. For Christians, this is a holy season, the celebration of the birth of our Lord and Savior Jesus Christ. ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଏଇ ଯେଉଁ ଭିଡ଼ିଓ ରହିଅଛି, ଏ ଭିଡ଼ିଓରେ ଆମେ ଦେଖିବାକୁ ପାଇବା କିଭଳି ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ କିଭଳି ଭାବରେ ବିରୋଧୀମାନଙ୍କୁ ଏକ ଚେତାବନୀ ଦେଇଛନ୍ତି। କାରଣ ଆପଣଙ୍କର ମନେ ଥିବ, ବିଗତ ଦିନମାନଙ୍କରେ ଅନେକ ଖ୍ରୀଷ୍ଟମାସ ପର୍ବରେ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନରେ ଆଉ ସେତେବେଳେ କ'ଣ ହେଇଛି, ବିରୋଧୀମାନେ ଅନେକ ସମୟରେ ବିରୋଧ କରିଛନ୍ତି ଆଉ ଅନେକ ସମୟରେ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା ମଧ୍ୟ କରିଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର କ'ଣ ଚେତାବନୀ ରହିଅଛି, ଏ ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା। ସେଥିରେ ମଧ୍ୟ ଆପଣ ଭିଡ଼ିଓକୁ ନିଶ୍ଚିତ ଭାବରେ ଦେଖୁଥାନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ମୁଁ ଆପଣଙ୍କୁ କିଛି ବର୍ଷ ପୂର୍ବର ଘଟଣା ମୁଁ ମନେ ପକାଇ ଦେଉଛି। ବହୁତ ବର୍ଷ ପୂର୍ବରୁ ଇରାନରେ ଏକଛତ୍ରବାଦ ଶାସନ ଚାଲିଥିଲା। ଇରାନର ଏଇ ଯେଉଁ ଏକଛତ୍ରବାଦ ଶାସନରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ, ବିଶେଷ କରି ଖ୍ରୀଷ୍ଟିଆନ ପାଷ୍ଟରମାନଙ୍କୁ ମାନେ ଏମିତି ନିର୍ଯାତନା ଦିଆଯାଉଥିଲା, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆଉ ସେମାନଙ୍କ ଲିଡର ଥିଲା କିଏ? ସଦାମ ହୁସେନ। ଆଉ ସେ ନ୍ୟୁଜ୍ ଗୁଡ଼ିକ ଅତି ମାତ୍ରାରେ ଭାଇରାଲ ହେଉଥିଲା। ଆଉ ଏଇ ଯେଉଁ ରାଷ୍ଟ୍ରପତି ଥିଲେ ସଦାମ ହୁସେନ, ଆଉ ସେ କ'ଣ କରୁଥିଲେ, ଇରାନର ରାଷ୍ଟ୍ରପତି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ। ସେମାନଙ୍କୁ ଏମିତି ସେମିତି ଦଣ୍ଡ ଦେଉନଥିଲେ, ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଅତି ଭୟଙ୍କର ମୃତ୍ୟୁଦଣ୍ଡ ଦେଉଥିଲେ। ମାନେ ତାଙ୍କର ଦଣ୍ଡ ଏମିତି ଥିଲା ଯେ ଖ୍ରୀଷ୍ଟିଆନ ଲୋକମାନେ ମାନେ ଛଟପଟ ହୋଇକି ମରିବେ, ଏମିତି ଥିଲା। ଯେତେବେଳେ ଏଇ ଖବର ଆମେରିକା ପାଖରେ ଯାଇ ପହଞ୍ଚିଲା, ଆମେରିକା ପ୍ରଥମେ ୱାର୍ଣ୍ଣିଂ ଦେଲା ଯେ ତୁମେ ଏଇସବୁ ବନ୍ଦ କର, ନହେଲେ କିଛି ଭଲ ହେବ ନାହିଁ। କିନ୍ତୁ ଇରାନ ମାନେ କୌଣସି କଥା ଶୁଣିଲା ନାହିଁ ଆମେରିକାର। ଆଉ ଯେମିତି ସେ ନିର୍ଯାତନା କରିଯାଇଥିଲା, ସେମିତି ନିର୍ଯାତନାକୁ ସେ ଜାରି ରଖିଲା। ଫଳରେ କ'ଣ ହେଲା, ଆମେରିକା ଇରାନ ଉପରେ ଆକ୍ରମଣ କଲା। ଆକ୍ରମଣ କରିକି ସଦାମ ହୁସେନକୁ ଆରେଷ୍ଟ କଲା। କେବଳ ଆରେଷ୍ଟ କଲା ନୁହେଁ, ସଦାମ ହୁସେନକୁ ମଧ୍ୟ ସେମିତି ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ସେମ୍ ଘଟଣା କିଛି ଦେଶମାନଙ୍କରେ ଘଟୁଛି। ନାଇଜେରିଆ ଦେଖନ୍ତୁ, ଭାରତ ଦେଖନ୍ତୁ, ପାକିସ୍ତାନ ଦେଖନ୍ତୁ, ଆଉ ଏଇସବୁ ଦେଶମାନଙ୍କରେ ଏମିତି ଘଟଣା ଗୁଡ଼ିକ ଘଟୁଅଛି। ତେବେ ଆମେରିକା କ'ଣ କରୁଛି, ବର୍ତ୍ତମାନ ଚେତାବନୀ ଦେଉଛି। ଆମେରିକା ଚେତାବନୀ ଦେଉଛି, ବିଶେଷ କରି ଆଜିର ଏ ଯେଉଁ ଭିଡ଼ିଓ ଅଛି, ଖ୍ରୀଷ୍ଟମାସ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଉପଲକ୍ଷେ ଆମେରିକା ପ୍ରଥମେ ଚେତାବନୀ ଦେବ। ଯଦି କିଏ ନ ଶୁଣିଲା, ଯାଇକି ଆଟାକ୍ କରିବ। ତେବେ ପ୍ରିୟ ବନ୍ଧୁଗଣ, ତେବେ ମୋର କହିବାର କଥା ହେଉଛି, ଖ୍ରୀଷ୍ଟିଆନ ବିରୋଧୀମାନେ ଟିକେ ସତର୍କ ହୋଇଯିବା ଦରକାର। ଖ୍ରୀଷ୍ଟିଆନ ବିରୋଧୀମାନେ ଟିକେ ସତର୍କ ହୋଇଯିବା ଦରକାର। କାରଣ କେଉଁ ମୁହୂର୍ତ୍ତରେ କ'ଣ ହେବ ଆମେ ଜାଣିନୁ। ଆଉ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କହିଲେ ଆମେରିକାକୁ ବୁଝାଏ। ହଁ ପ୍ରିୟ ବନ୍ଧୁଗଣ, ଆମେରିକା ବାରମ୍ବାର ଏମିତି ଚେତାବନୀ ଦେବା ସତ୍ତ୍ୱେ ଯଦି ଏମାନେ ସୁଧରିବେ ନାହିଁ ବିରୋଧୀମାନେ, ତେବେ ପ୍ରିୟ ବନ୍ଧୁଗଣ, ଆଗାମୀ ଦିନମାନଙ୍କରେ ଏକ ବହୁତ ଭୟଙ୍କର ପରିସ୍ଥିତି ନିଶ୍ଚୟ ହେବ। ଏଇଟା ହେଉଛି ପୁରା ଗ୍ୟାରେଣ୍ଟି ମୁଁ ଦେଉଛି। କାରଣ ଯଦି ଇରାନରେ ହୋଇପାରିଲା, ତେବେ ଅନ୍ୟ ଦେଶମାନଙ୍କର ମଧ୍ୟ ହୋଇପାରିବ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କର ନଜର ଦୁଇଟି ଦେଶ ଉପରେ ବିଶେଷ କରି। ପ୍ରଥମ ନଜର ହେଉଛି ନାଇଜେରିଆ, ଦ୍ୱିତୀୟ ନଜର ହେଉଛି ଆମର ଭାରତ ଉପରେ। କାରଣ ନାଇଜେରିଆ ଏବଂ ଭାରତରେ ଖ୍ରୀଷ୍ଟିଆନ ତାଡ଼ନା ଏତେ ବଢ଼ିଯାଇଛି, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆଉ ସେଥିପାଇଁ ଆମେରିକା ଟାର୍ଗେଟ୍ ରଖିଛି ନାଇଜେରିଆକୁ ଏବଂ ଭାରତକୁ। ଆପଣ ଶୁଣୁଥିବେ ନିଶ୍ଚୟ ନ୍ୟୁଜ୍ରେ ପ୍ରତିଦିନ କିଭଳି ସେଠାକାର କଟ୍ଟରପନ୍ଥୀମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ହତ୍ୟା କରୁଛନ୍ତି। କାରଣ ସେମାନେ ଚାହୁଁଛନ୍ତି ମୁସଲମାନମାନଙ୍କର ସଂଖ୍ୟା ମାନେ ଲୋକ ସଂଖ୍ୟା ବେଶୀ ହୁଅନ୍ତୁ, ଆଉ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା କମିଯାଉ। ସେଥିନିମନ୍ତେ ସେମାନେ ଏଇ ଗୋଟେ ଅଭିଯାନ ସେମାନେ ଗୋଟେ ଚଳାଇଛନ୍ତି। ଆଉ ସେକେଣ୍ଡ ରହିଲା ଭାରତରେ। କାରଣ ଏଇଟା ହେଉଛି ଇଣ୍ଟରନେଟ୍ର ଯୁଗ, ସୋସିଆଲ ମିଡ଼ିଆ ଯୁଗ। ଗୋଟେ ଖବର ଗୋଟେ ସେକେଣ୍ଡରେ
ମାନେ କେଉଁ ଦେଶମାନଙ୍କରେ ଯାଇକି ପହଞ୍ଚି ଯାଉଛି। ସେଥିରେ ମୋତେ ଆମେରିକା ମଧ୍ୟ ଜାଣି ଭାରତ ଭିତରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ସହିତ ମାନେ କ'ଣ ସବୁ ହେଉଛି ସେଥିରେ ମୋତେ ବିରୋଧୀମାନେ ଟିକେ ସତର୍କ ହେଇଯାଆନ୍ତୁ। ବିଶେଷ କରି ଖ୍ରୀଷ୍ଟିଆନ ବିରୋଧୀମାନେ ଏମାନେ ଯେଉଁ ଏତେ ଡେଉଁଛନ୍ତି ଉଛୁଳୁଛନ୍ତି ଯେ ଦେଖ ଆମର ଲୋକ ସଂଖ୍ୟା ଅଧିକ, ଆମର ସଂଖ୍ୟା ହେଉଛି ଅଧିକ, ଆମେ ଯାହା ଇଚ୍ଛା ତାହା କରିବୁ, ସେମିତି ଚଳିବ ନାହିଁ। କାରଣ ଭୀଷଣ ଭୟଙ୍କର ଦିନ ଆସୁଅଛି ଯେଉଁ ଦିନରେ ବିରୋଧୀମାନଙ୍କର ଅବସ୍ଥା ପୁରା ଢିଲା ହୋଇଯିବ। ତେବେ ଖ୍ରୀଷ୍ଟିଆନ ପ୍ରିୟ ଭାଇ ଭଉଣୀମାନେ ଏ ଭିଡ଼ିଓରୁ ଆପଣ କ'ଣ ଜାଣୁଛନ୍ତି କମେଣ୍ଟ କରନ୍ତୁ। ଭିଡ଼ିଓ କିପରି ଲାଗିଲା କମେଣ୍ଟ କରନ୍ତୁ। ଆଉ এই ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ସେୟାର ମଧ୍ୟ କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ ପ୍ରିୟ ବନ୍ଧୁଗଣ। ଆଉ ଡିସେମ୍ବର 25 ପୂର୍ବରୁ ମାନେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକା ଯେଉଁ ଚେତାବନୀ ଦେଉଅଛି, ଆଉ ଗୋଟେ ବିଷୟ ହେଉଛି ଆମେରିକା ଡିକ୍ଲାରେସନ୍ କରୁଛି ଯେ ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଖ୍ରୀଷ୍ଟମାସକୁ ମାନେ ବିନା ନ ଡରିକି ସେମାନେ ପାଳନ କରନ୍ତୁ। ମାନେ ଇନଡାଇରେକ୍ଟଲି ଏଇଟା ମଧ୍ୟ ଗୋଟେ ଚେତାବନୀ ବିରୋଧୀମାନଙ୍କ ପାଇଁ। କାରଣ ଆମେ ଦେଖି ଆସୁଛୁ ଯେ ବିଗତ ଦିନମାନଙ୍କରେ କିଭଳି ଭାବରେ ବିଶେଷ କରି ବଡ଼ ଦିନ ଯେଉଁ ଦିନ ସେଇଦିନ ହିଁ ଆମର ଖ୍ରୀଷ୍ଟିଆନମାନଙ୍କ ଉପରେ କିଭଳି ଭାବରେ ଆଟାକ୍ ହୁଏ ଏଇଟା ସମସ୍ତେ ପ୍ରାୟ ଜାଣନ୍ତି। ସମସ୍ତ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଲେ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। As the President of the United States, it's my tremendous honor to finally wish America and the world a very Merry Christmas. For Christians, this is a holy season, the celebration of the birth of our Lord and Savior Jesus Christ. More than 2,000 years ago, the angel Gabriel appeared to Mary. He said, "Do not be afraid. You have found favor with God." The angel told her that she would give birth to a baby boy, Jesus, who would be called the Son of the Most High. 9 months later, Christ was born in the town of Bethlehem. The Son of God came into the world in a humble stable. Whatever our beliefs, we know that the birth of Jesus Christ and the story of this incredible life forever changed the course of human history. There's hardly an aspect of our lives today that his life has not touched. Art, music, culture, law, and our respect for the sacred dignity of every person everywhere in the world. At Christmas, we give thanks to God and that God sent his only Son to die for us and to offer everlasting peace to all humanity. And we recognize that the real spirit of Christmas is not what we have, it's about who we are. Each one of us is a child of God. That is the true source of joy this time of the year. That is what makes every Christmas merry. Above all, during the sacred season, our souls are full of thanks and praise for Almighty God for sending us Christ, his Son, to redeem the world. Tonight we ask that God will continue to bless this nation, and we pray that he will grant every American family a Christmas season full of joy, hope, and peace.